জয় জগন্নাথ জয় জগন্নাথ জয় জগন্নাথ প্রভুজি তাহলে ধন রোজগার করি ভগবত মার্গরে দবা উচিত উত্তর ହେଉଛି ଯେଉଁ ପାରମାର୍ଥିକ ମାର୍ଗରେ ଧନ ଦରକାର ହୁଏ ସେଠାରେ ପରମାର୍ଥ ନଥାଏ ସେଠାରେ ବରଂ ଧନର ଦାସତ୍ୱ ସ୍ୱୀକାର କରାଯାଏ କାରଣ ପାରମାର୍ଥିକ ମାର୍ଗରେ କାହିଁକି ଧନ ଦରକାର ପଡିବ ନା ଆଉ ଆମେ ଯେ ସବୁ ଯାଇକି ପାରମାର୍ଥିକ ମାର୍ଗରେ ଟଙ୍କା ଦଉଛେ ଦାନ କରୁଛେ ଭଲ କରୁଛେ ଆମେ ପଇସା ଦେଉଛେ ମାସିକ ପଠଉଛେ 15 ଦିନ ପଠଉଛେ କହିଲେ ହଉଛି କଣ କୋଉ କାମରେ ଲାଗୁଛି କଣ କରା ହଉଛି ତମ ଧନ ନା ବହୁତ ଲୋକମାନଙ୍କ ସେବା ଚାଲିଛି ବହୁତ କାମ ଚାଲିଛି ବହୁତ କଥା ଚାଲିଛି କହିଲେ ଏଇଥିରେ ହେଇପାରିବନି ଧନ ସମସ୍ତଙ୍କୁ ଦିଆଯାଏ ନାହିଁ ନା ଆଉ ଧନ କାହାକୁ ଦିଆଯାଏ ନା ନମେ ଭକ୍ତ ଚତୁର୍ଭେଦୀ ମଦଭକ୍ତ ସପଚ ପ୍ରିୟ ତସ୍ମୈ ଦୟଂ ତତ୍ଗ୍ରାହ୍ୟଂ ସଚ ପୂଜ୍ୟ ଯଥାୟହମ୍ ଯିଏ ନଖ ଦ୍ୱାରା ବି ଟିକେ ଘିଅ ନେଇ ପାରି ନଥିଲା ବୁଝେଇଥିଲି ସେମିତି ସିଏ ଯେମିତି ଟିକେ ବି କିଛି ନଉନଥିବ ତମେ ଦଉଥିବା ଜିନିଷକୁ ସିଏ ଦାନରେ ଲଗେଇ ଦଉଥିବ ଦାନର କୌଣସି ଜିନିଷର ଭାଗ ସିଏ ନଉନଥିବ ନିଜ ପିଲା ଛୁଆ ଘର ଦ୍ୱାର ଗାଡି ଘୋଡା ଲଜ୍ କରୁନଥିବ ତସ୍ମୈ ଦୟଂ ତାକୁ ଦିଆଯାଏ ସିଏ ସେବାରେ ଲଗାଏ ଆଉ ଆମେ ତ ସବୁ ଗାଡି ଘୋଡା ଭଲ ମନ୍ଦ ଇଏ ସବୁ କରି କାର ଗୁଡା ସବୁ କରିକିରି ଆମ ବଡ ବଡ ଲଜ୍ ଘର ଦ୍ୱାର କରିବାରେ ଲାଗିଛେ ଆମକୁ ଧନ ଦେଲେ କଣ ମିଳିବ ଏଇ ପରମାର୍ଥକୁ ଧନ ଦିଆଯିବା ଦରକାର ଯେଉଁ ଯାହାକୁ ଦାନ ଦିଆଯିବ ତସ୍ମୈ ଦୟଂ ସିଏ ଯେମିତି ନିଜେ ଦାନୀ ବନିଥିବ ନିଜର ସବୁ କିଛି ଦାନ କରି ଦଉଥିବ ଆଉ ଆମ ଜିନିଷକୁ ବି ଦାନ କରି ଦଉଥିବ ଆମ ଜିନିଷ ସିଏ ଗ୍ରହଣ କରି ନଉନଥିବ ନିଜର ଦୁଃଖ ଦୂର କରିବା ପାଇଁ ଆମେ ଯେପରି ଟଙ୍କା ଖର୍ଚ୍ଚ କରୁ ଅନ୍ୟର ଦୁଃଖ ଦୂର କରିବା ପାଇଁ ମଧ୍ୟ ସେପରି ଟଙ୍କା ଖର୍ଚ୍ଚ କରିବାକୁ ପଡିବ ତେବେ ଯାଇକିରି ଆମେ ଟଙ୍କା ରଖିବାର ଅଧିକାରୀ ହୋଇପାରିବା ଆମେ ଖାଲି ଟଙ୍କା ରଖିଦେଇ ଚାଲିଗଲେ ହବନି ପରପିଢି ପାଇଁ ଅନ୍ୟର ଦୁଃଖ ଦୂର କରିବା ପାଇଁ ବି ଟଙ୍କା ଖର୍ଚ୍ଚ କରିବାକୁ ପଡିବ ତାହେଲେ ଆମେ ଟଙ୍କା ବାଲା ବୋଲି କୁହାଯିବ ଆମକୁ ଟଙ୍କା ଦିଆଯିବ ନହେଲେ ଇଏ ପରିଚୟ ଖତମ ଇଏ ଟଙ୍କା ବି ଖତମ ଆଗ ଜନ୍ମକୁ ଭିକାରୀ ହେଇକି ରାସ୍ତା କଡରେ ବୁଲୁଥିବ ପୁଣି ଆଜି ପ୍ରଶ୍ନ ହେଉଛି ପ୍ରଭୁଜୀ ଆମକୁ ଟଙ୍କାର ଲୋଭରେ ପଡିବାକୁ ଇଚ୍ଛା କାହିଁକି ହେଉଛି ଜୟ ଜଗନ୍ନାଥ।